ନୂଆପଡ଼ାବାସୀ ଯୋଉ ବିଜୟ ଦେଲେ ଗୋଟେ ଐତିହାସିକ ବିଜୟ ଦେଇଛନ୍ତି। ନିଶ୍ଚିତ ରୂପେ ନୂଆପଡ଼ାବାସୀକୁ ଅଶେଷ ଅଶେଷ ଧନ୍ୟବାଦ ଦେବି, କୃତଜ୍ଞତା ଜଣାଇବି। এইভাবে ভাবে ଗୋଟେ ଐତିହାସିକ ବିଜୟ ଦେଇଥିବାରୁ ଏବଂ ଧନ୍ୟବାଦ ଦେବି ମୋହନ ମାଝୀଙ୍କୁ ଏବଂ ଧନ୍ୟବାଦ ଦେବି ରାଜେଶ ସାମନ୍ତଙ୍କୁ ଯୋଉଭଳି ଭାବରେ ରହିକି ପୁରା ବୁଥ ବାହାରି ସର୍ଭେ କରି ସାଂଗଠନିକ ଦାୟିତ୍ୱ ନେଇକି ଏବଂ ଯୋଉଭଳି ଭାବରେ ଆମକୁ ଭୋଟରେ ପରିଣତ କରିଲେ ତାପରେ କି ଗୋଟେ ଐତିହାସିକ ବିଜୟ ହେଲା। ନିଶ୍ଚିତ ରୂପେ ଧନ୍ୟବାଦ ମୋହନ ମାଝୀ ଏବଂ ମନୋଜ ସାମନ୍ତ। बिहार जो ଐତିହାସିକ ବିଜୟ ହେଇଛି ନିଶ୍ଚିତ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଯୋଉଭଳି ଭାବରେ ନେତୃତ୍ୱ ନେଉଥିଲେ ତାଙ୍କ ନେତୃତ୍ୱ ବଳରେ ଆଜି ବିହାରରେ ମଧ୍ୟ ଐତିହାସିକ ବିଜୟ ହେଇଛି। ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେବି, ବିହାରବାସୀଙ୍କୁ ଧନ୍ୟବାଦ ଦେବି। ନରେନ୍ଦ୍ର ମୋଦି ସର୍ବୋଚ୍ଚ ନେତା, ବିଶ୍ୱ ନେତା, ତାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିଛି ଏବଂ ବିହାରରେ ମଧ୍ୟ ଡବଲ ଇଞ୍ଜିନ ସରକାର କରିଛି। ତାର ବିକାଶ ଧାରାକୁ ଗତିଶୀଳ କରିବା ପାଇଁ ପ୍ରୟାସ ଚାଲିଛି। ତାକୁ ବିଶ୍ୱାସ ଭରସା ଜନସାଧାରଣ ଦଉଛନ୍ତି। ତେଣୁ ଆଜି ତାହା ଫଳ ଦେଖିବାକୁ ମିଳୁଛି।